ବାହାରକୁ ବାହାରିଲା ଏକ ବଡ଼ ସପିଂ ମଲ୍ର ଗୁମର କଥା। ଶୁଣିକି ତାତି ଉଠିଲେ ଲୋକେ। ଭୁବନେଶ୍ୱରର ଏକ ବଡ଼ ସପିଂ ମଲ୍। ସନ୍ଧ୍ୟା ସମୟ ଥିଲା। ସମସ୍ତେ କିଣାକିଣିରେ ବ୍ୟସ୍ତ ଥିଲେ। ହଠାତ୍ ଛୋଟ ପିଲାଙ୍କ ଗାର୍ମେଣ୍ଟ ସେକ୍ସନରେ ପାଟିତୁଣ୍ଡ ହୋହାଲା ଶୁଭିଲା। ସବୁ ଲୋକ ସିଆଡ଼କୁ ଦୌଡ଼ିଲେ। ଦେଖିବା ବେଳକୁ ଜଣେ ଗରିବ ବୟସ୍କ ଲୋକଙ୍କୁ ମଲ୍ର ସିକ୍ୟୁରିଟି ଧରି ବେଜିତ୍ କରି ଚାଲିଥିଲା। ଚୋର ବୋଲି କହି ସେ ବୟସ୍କ ଲୋକଙ୍କୁ ମାରିବାକୁ ବାହାରୁଥିଲା। ଲୋକମାନେ ବି ଏହାର ମଜା ନେଉଥିଲେ। ବହୁତ ଲୋକ ମୋବାଇଲ ଯୋଗେ ଭିଡିଓ କରୁଥିଲେ। ସେ ଗରିବ ଅସହାୟ ଲୋକ ଯେତେ ନେହୁରା ହୋଇ କହୁଥିଲେ କି ବାବୁ ମୁଁ ଚୋରି କରିନି, ତା କଥା କେହି ବି ଶୁଣୁନଥିଲେ। ମ୍ୟାନେଜର ଆସିଲେ। ଯେତେବେଳେ ସିସିଟିଭି ଯାଞ୍ଚ କରାଗଲା ଆଉ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା ଦେଖିକି ସମସ୍ତଙ୍କର ହୋସ୍ ଉଡ଼ିଗଲା। ସମସ୍ତଙ୍କ ମୁଣ୍ଡ ଲାଜରେ ନଇଁଗଲା। ତାହେଲେ କ'ଣ ଥିଲା ସିସିଟିଭିରେ? ସେ ବୟସ୍କ ଲୋକ ଜଣକ କିଏ? ତାପରେ ସେ ମଲ୍ରେ ଏକ ଏମିତି ପରିବର୍ତ୍ତନ ଦେଖାଗଲା, ଶୁଣିଲେ ଆପଣ ବି। ସେଦିନ ଥିଲା ରବିବାର। ଛୁଟି କାରଣରୁ ସପିଂ ମଲ୍ରେ ପ୍ରବଳ ଭିଡ଼ ଥିଲା। ଆକର୍ଷଣୀୟ ପ୍ରାଇସ୍ ଓ ଅଫରରେ ବିଭିନ୍ନ ହୋର୍ଡିଂ ଚମକୁଥିଲା। ଲାଉଡ୍ ସ୍ପିକର ମାଧ୍ୟମରେ ବିଭିନ୍ନ ଅଫର ଘୋଷଣା ହେଉଥିଲା। ସେ ଭିଡ଼ ଭିତରେ ଧୀରେ ଧୀରେ ଚାଲି ଚାଲି ମଲ୍ ଭିତରକୁ ପଶିଲେ ଜଣେ ବୟସ୍କ ଲୋକ। ତାଙ୍କର ନାଁ ଥିଲା ରାମଚନ୍ଦ୍ର ମହାପାତ୍ର। ବୟସ ବୋଧେ 82 ବର୍ଷ। ଅଣ୍ଟା ନଇଁ ଯିବା ପରି ଲାଗୁଥିଲା। ମୁହଁରେ ଚମ ଲୋଚା ହୋଇଯାଇଥିଲା। ପଲିଷ୍ଟର ପ୍ୟାଣ୍ଟ ସହିତ ବ୍ରାଉନ୍ କଲରର ସ୍ୱେଟର ପିନ୍ଧି ସେ ମଲ୍ ଭିତରକୁ ପଶିଲେ। କାନ୍ଧରେ ଗୋଟିଏ ବ୍ୟାଗ୍ ଝୁଲୁଥିଲା ଆଉ ଆଖିରେ ଥକ୍କାପଣ ଦେଖାଯାଉଥିଲା। ରାମଚନ୍ଦ୍ର ଗୋଟିଏ ଗୋଟିଏ ବିଭାଗକୁ ଯାଇ ତନ୍ନ ତନ୍ନ କରି ଦେଖୁଥିଲେ। ଡାଲି ପ୍ୟାକେଟ ଉଠାଉଥିଲେ, ଦେଖୁଥିଲେ, ପୁଣି ରଖିଦେଉଥିଲେ। ଚିନି ପ୍ୟାକେଟ ଉଠାଉଥିଲେ, ପ୍ରାଇସ୍ ଦେଖୁଥିଲେ, ପୁଣି ରଖିଦେଉଥିଲେ। ବୋଧେ ସେ କିଛି ଖୋଜୁଥିଲେ, ହେଲେ କିଣିବା ଆଗରୁ 10 ଥର ଚିନ୍ତା କରୁଥିଲେ। କାଉଣ୍ଟରରେ ଛିଡ଼ା ହୋଇଥିବା ଲୋକମାନେ ପରସ୍ପର ଭିତରେ କଥା ହେଉଥିଲେ କି ମଲ୍ ଭିତରକୁ ଏମିତି ଲୋକ ବି ଆସୁଛନ୍ତି। ଖାଲି ଦେଖୁଛନ୍ତି କିନ୍ତୁ କିଣୁନାହାନ୍ତି। ଟାଇମ୍ ପାସ୍ କରିବାକୁ ଚାଲି ଆସୁଛନ୍ତି। ଠିକ୍ ସେତିକି ବେଳେ 8-9 ବର୍ଷର ଗୋଟିଏ ଝିଅ ମା ଡାକି ଦୌଡ଼ିକି ସେ ରାସ୍ତା ଦେଇ ଚାଲିଗଲା। ହେଲେ କିଏ ବି ଜାଣିପାରିଲେନି କି ସେ ଝିଅର ଛୋଟିଆ ପର୍ସ ଖସି ପଡ଼ିଲା ଠିକ୍ ରାମଚନ୍ଦ୍ରଙ୍କର ଗୋଡ଼ ତଳେ। ସେ ଧୀରେ କି ନଇଁକି ସେ ପର୍ସ ଉଠାଇଲେ। ଏପଟ ସେପଟ ଅନାଇଲେ। ଝିଅଟି ତ ଭିଡ଼ରେ କୁଆଡ଼େ ଚାଲି ଯାଇଥିଲା। ସେହି ସମୟରେ ଜଣେ ଯୁବକ ଚିଲେଇଲେ, ଆରେ ହୋ, ଏବେ କ'ଣ କରୁଥିଲ ତଳକୁ ନଇଁକି? କିଛି ଲୋକ ଅନେଇବା ବେଳକୁ ରାମଚନ୍ଦ୍ରଙ୍କ ହାତରେ ପର୍ସ ଥିଲା। କିଛି ଲୋକଙ୍କର ଭିଡ଼ ଜମିଲା। ଆଉ ଜଣେ ଗ୍ରାହକ କହିଲେ କି ମୁଁ ଦେଖିଛି ତମେ କାହା ପର୍ସ ନେଇଯାଇଛ। ଶୁଣିକି ରାମଚନ୍ଦ୍ର ବାଉଳା ଚାଉଳ ହୋଇଗଲେ। କହିଲେ ନାଇଁ ପୁଅ, ମୁଁ ତ। ବାସ୍ ବାସ୍, ତମ ପରି ଲୋକ ଏମିତି ବାହାନା କରନ୍ତି। ଏହାପରେ ସିକ୍ୟୁରିଟିକୁ ଡକାଗଲା। 2 ଜଣ ସିକ୍ୟୁରିଟି ଗାର୍ଡ ଆସି ରାମଚନ୍ଦ୍ରକୁ ଧରି ପକେଇଲେ। ପର୍ସ ଦିଅ, କାହାଠୁ ନେଇଛ ସେ ପର୍ସ? ସିକ୍ୟୁରିଟି ଗାର୍ଡ ପଚାରି ପଚାରି ତାଙ୍କ ହାତରୁ ପର୍ସ ନେଇଗଲେ। ରାମଚନ୍ଦ୍ର କହିଲେ, ନାଇଁ ପୁଅ, ମୁଁ ତ ସେ ପର୍ସ ଫେରାଇବାକୁ ଯାଉଥିଲି। ବୋଧେକା ପକେଟରୁ ତଳେ ପଡ଼ିଯାଇଥିଲା। ସେଠୁ ସିକ୍ୟୁରିଟି କହିଲେ କି ହଁ, କାହା ପକେଟରୁ ପଡ଼ିଯାଇଛି ନା ତମେ କାହା ପକେଟରୁ ନେଇଯାଇଛ? ତମ ବୟସକୁ ଦେଖି ଆମେ କିଛି ବି କହୁନୁ, ନହେଲେ ଏବେ ପୋଲିସ ଆସି ତମକୁ ବାନ୍ଧି ସାରନ୍ତାଣି। ସବୁ ଲୋକ ମୋବାଇଲରେ ଭିଡିଓ କରୁଥିଲେ। ଜଣେ ମହିଳା କହିଲେ, ଏମିତି ଲୋକ ପାଇଁ ଭଦ୍ର ଲୋକମାନେ ବାହାରକୁ ଯିବା ପାଇଁ ଡରୁଛନ୍ତି। ସବୁ ଶୁଣିକି ରାମଚନ୍ଦ୍ର କାନ୍ଦି ପକେଇଲେ। ହାତ ଥରୁଥିଲା। ସେ ସେଇ ପର୍ସ ସିକ୍ୟୁରିଟିକୁ ଦେଇ ସାରିଥିଲେ। ହେଲେ କିଏ ବି ତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ସେତେବେଳେ ଷ୍ଟୋରର ମ୍ୟାନେଜର ଆସିଲେ। ପଚାରିଲେ କ'ଣ ହେଲା? ସିକ୍ୟୁରିଟି କହିଲେ କି ସାର୍, ଏ ଲୋକ କାହାର ପର୍ସ ଚୋରି କରିଛନ୍ତି। ମ୍ୟାନେଜର ଚିନ୍ତିତ ହୋଇଗଲେ। ହେଲେ ଲୋକଙ୍କ ଭିଡ଼ ଆଉ ପାଟିତୁଣ୍ଡ ତାଙ୍କୁ ବିଶ୍ୱାସ ଜନ୍ମାଇ ସାରିଥିଲା।
ସେତେବେଳେ ରାମଚନ୍ଦ୍ର କହିଲେ, ପୁଅ, ମୁଁ ଚୋର ନୁହେଁ, ତମେ ସିସିଟିଭି ଦେଖିଦିଅ। ଯଦି ମୁଁ ମିଛ କହୁଛି ତାହେଲେ ଯାହା ବି ଦଣ୍ଡ ଦେବ ସହିଯିବି, କିନ୍ତୁ ଦୟାକରି ମୋ କଥା ଟିକେ ଶୁଣ। ମ୍ୟାନେଜର ଟିକେ ଚମକି ପଡ଼ିଲେ। ଜଣେ ବୟସ୍କ ଲୋକ ଏତେ ଜୋର ଦେଇ ସିସିଟିଭି ଦେଖିବାକୁ କହୁଛନ୍ତି। ତାପରେ ମ୍ୟାନେଜର କହିଲେ, ଠିକ ଅଛି, ସିସିଟିଭି ଯାଞ୍ଚ ପରେ ଯାହା ଚିନ୍ତା କରାଯିବ। ଯଦି ଇଏ ସତରେ ଚୋରି କରିଛନ୍ତି ତାହେଲେ ପୋଲିସ ଡକାଯିବ। ରାମଚନ୍ଦ୍ରଙ୍କୁ ଗୋଟେ ଚେୟାରରେ ବସେଇ ଦିଆଗଲା। ହେଲେ ଭିଡ଼ କମି ନଥିଲା। କିଛି ଲୋକ ମଜା ଦେଖୁଥିଲେ, ଆଉ କିଛି ସତ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ସିସିଟିଭି ଫୁଟେଜ ବାହାର କରାଗଲା। ହେଲେ ସିସିଟିଭିରେ ଯେଉଁ ଦୃଶ୍ୟ ରହିଥିଲା ଦେଖିକି ସମସ୍ତଙ୍କର ହୋସ୍ ଉଡ଼ିଗଲା। ଛୋଟ ପିଲାଟିଏ ରାମଚନ୍ଦ୍ରଙ୍କ ପାଖ ଦେଇ ଦୌଡ଼ିକି ପଳାଇ ଯିବା ବେଳକୁ ସେ ପର୍ସ ତଳେ ପଡ଼ିଯାଇଥିଲା। ଫୁଟେଜରେ ସଫାସଫା ରହିଥିଲା କି ରାମଚନ୍ଦ୍ର ସେ ପର୍ସ ଉଠାଇଲେ, କିଛି ସମୟ ଏପଟ ସେପଟ ଅନାଇଲେ, ଆଉ ସେ ପିଲା ପଛେ ପଛେ ଯିବା ପାଇଁ ବି ଚେଷ୍ଟା କଲେ। ହେଲେ ଭିଡ଼ ଭିତରେ ସେ ପିଲାଟିକୁ ପାଇଲେନି। ରାମଚନ୍ଦ୍ର କାହା ସହିତ କଥା ହେବା ପାଇଁ ବି ଚେଷ୍ଟା କରୁଥିଲେ, ହେଲେ ଲୋକେ ତାଙ୍କୁ ନଜର ଅନ୍ଦାଜ କରୁଥିଲେ। ପୁଣି ସେ ଯୁବକ ଯିଏକି ଚୋରି ବୋଲି କହି ଚିଲେଇଥିଲା, ସିଏ ଆସିଲା ଆଉ ଚିଲେଇଲା। ଏବେ ଘଟଣା ସ୍ପଷ୍ଟ ହୋଇସାରିଥିଲା। ସମସ୍ତଙ୍କର ମୁଣ୍ଡ ତଳକୁ ହୋଇସାରିଥିଲା। ସମସ୍ତେ ପଛକୁ ପଛକୁ ଯାଉଥିଲେ। ସିକ୍ୟୁରିଟି ଗାର୍ଡ ରାମଚନ୍ଦ୍ରଙ୍କୁ ଅନେଇଲେ। ହାତ ଯୋଡ଼ି କହିଲେ, ଆମକୁ କ୍ଷମା କରିଦିଅ ମଉସା। ମ୍ୟାନେଜର ବି ହାତ ଯୋଡ଼ି କ୍ଷମା ମାଗିଲେ। ସାର୍, ଆମେ କିଛି ନ ଭାବି ଆପଣଙ୍କୁ ବେଜିତ କରିଦେଲୁ। ଆମେ ଲଜ୍ଜିତ। ଯେଉଁ ମହିଳା ବି ରାମଚନ୍ଦ୍ରଙ୍କୁ ନେଇ କଟୁ କଥା କହିଥିଲେ ସେ ବି ଆସି ରାମଚନ୍ଦ୍ରଙ୍କୁ କ୍ଷମା ମାଗିଲେ। କ୍ଷମା କରିଦେବେ ମଉସା, ଆପଣଙ୍କ ପରି ଲୋକଙ୍କୁ ଚିହ୍ନିବାରେ ଆମେ ଭୁଲ କରିଦେଲୁ। ଏହାପରେ ସେ ଛୋଟ ପିଲା ଓ ତାଙ୍କ ମା ସେ ଜାଗାକୁ ଆସିଲେ। ପିଲାଟି ସେ ପର୍ସ ନେଇଯାଇ କହିଲା, ଏ ଅଙ୍କଲ ତ ମୋତେ ଖୋଜୁଥିଲେ, ଇଏ ତ ଭଲ ଲୋକ। ରାମଚନ୍ଦ୍ର ସେ ଛୋଟ ଝିଅଟିକୁ ଦେଖିଲେ, ଆଉ ତାଙ୍କ ଆଖିରୁ ଲୁହ ଆସିଗଲା। ଛୋଟ ପିଲାଟିକୁ ସେ କୁଣ୍ଢେଇ ପକେଇଲେ। ଏହା ପରର ମୁହୂର୍ତ୍ତ ଥିଲା ଦେଖିବା ପରି। ମ୍ୟାନେଜର ଲାଉଡ ସ୍ପିକର ଲାଗିଥିବା ରୁମକୁ ଗଲେ, ଆଉ ଗୋଟିଏ ଘୋଷଣା କଲେ, ସବୁ ଗ୍ରାହକଙ୍କୁ ଆମର ଅନୁରୋଧ କି ଟିକେ ଧ୍ୟାନ ଦେଇ ଶୁଣିବେ। ଆମେ ଆଜି ବହୁତ ବଡ଼ ଭୁଲ କରିଛୁ। ଆମେ ଯାଞ୍ଚ ନ କରି ଜଣେ ଇଜ୍ଜତଦାର ବୟସ୍କ ଲୋକଙ୍କ ଉପରେ ସନ୍ଦେହ କଲୁ, ତାଙ୍କୁ ବେଇଜ୍ଜତ କଲୁ। ଏଇଟା ଆମର ଭୁଲ ଥିଲା। ଏହାର ପ୍ରାୟଶ୍ଚିତ ସ୍ୱରୂପ ଆମେ କିଛି ପରିବର୍ତ୍ତନ କରିବାକୁ ଯାଉଛୁ। ଆଜିଠୁ ଆମ ମଲରେ ଖାଲି ଜିନିଷ ବିକ୍ରି ହେବନି, ବରଂ ମଣିଷ ପଣିଆ ବି ରହିବ। ସମସ୍ତେ ନିଜ ନିଜ କାମରେ ଲାଗି ପଡ଼ିଲେ। ହେଲେ ରାମଚନ୍ଦ୍ର ଏବେ ବି ସେଠାରେ ବସି ରହିଥିଲେ। ମ୍ୟାନେଜର ତାଙ୍କ ପାଇଁ ଚା ମଗାଇଲେ, ହେଲେ ରାମଚନ୍ଦ୍ର ଚୁପ୍ ଥିଲେ। କିଛି ସମୟ ପରେ ଧୀରେ କି କହିଲେ କି, ପୁଅ, ମୁଁ ଜୀବନରେ ବହୁତ କିଛି ସହିଛି। ଗରିବୀ, ଭୋକ, ଏକୁଟିଆପଣ। ହେଲେ ଆଜି ଯାହା ସହିଛି ସେଇଟା ଖାଲି ସନ୍ଦେହ, ଯୋଉଟା ଲୋକମାନଙ୍କର ପାଟିରୁ ନୁହେଁ, ସେମାନଙ୍କ ହୃଦୟରୁ ଥିଲା। ଏହାପରେ ସମୟ ବିତୁଥିଲା। କିଛି ଦିନ ପରେ ଦେଖିବା ବେଳକୁ ସେ ମଲରେ ଏକ ପରିବର୍ତ୍ତନ ଦେଖାଗଲା। ଗେଟ୍ ପାଖରେ ଏକ ବଡ଼ ବୋର୍ଡ ଲଗାଯାଇଥିଲା, ଏଠି ଆମେ ଜିନିଷର ବିକ୍ରି କରିବା ଆଗରୁ ମଣିଷର ମଣିଷ ପଣିଆ ଦେଖୁ। ଯଦି କାହାର ସାହାଯ୍ୟ ଦରକାର ତାହେଲେ ଚିନ୍ତା ନ କରି ମାଗନ୍ତୁ, କାରଣ ଆମେ ସମସ୍ତେ ଏକ। ବୋର୍ଡ ତଳେ ଲେଖାଯାଇଥିଲା, ପ୍ରେରଣା ଶ୍ରୀରାମଚନ୍ଦ୍ର ମହାପାତ୍ର। ରାମଚନ୍ଦ୍ର ଏବେ ସେ ଅଞ୍ଚଳରେ ପରିଚିତ ପାଇସାରିଥିଲେ। ଲୋକମାନେ ତାଙ୍କୁ ଇଜ୍ଜତ ଦେଉଥିଲେ। ଏବେ ରାମଚନ୍ଦ୍ର ପାଖ ସ୍କୁଲରେ ପିଲାଙ୍କୁ ନୈତିକ ଶିକ୍ଷା ଦେଉଥିଲେ। ତାଙ୍କ ନାଁରେ କିଛି ସଂସ୍ଥା ସମ୍ମାନ ଯୋଜନା ଆରମ୍ଭ କରିଥିଲେ। ସବୁ କାର୍ଯ୍ୟକ୍ରମରେ ବୟସ୍କ ଲୋକଙ୍କୁ ଆଗ ସିଟ୍ ମିଳୁଥିଲା। ଥରେ ରାମଚନ୍ଦ୍ର ସେ ମଲ୍ ଆଗରେ ଚା ପିଉଥିଲେ। ଛୋଟ ପିଲାଟିଏ ଆସି ପଚାରିଲେ କି, ବାବା, ତମେ ଆଗରୁ କ'ଣ କରୁଥିଲ? ରାମଚନ୍ଦ୍ର ଟିକେ ହସି ଦେଇ କହିଲେ, ପୁଅ, ମୁଁ ତ ବାସ୍ ଜଣେ ମଣିଷ ଥିଲି। କିଛି ଲୋକ ମୋତେ ଚୋର କରିଦେଲେ, ପୁଣି ସତ ମୋତେ ମଣିଷଠୁ ବି ବଡ଼ କରିଦେଲା। ତ କାହାଣୀ ଏତିକି ଥିଲା। ଆମେ ସବୁବେଳେ ଯାହା ଦେଖୁଛେ ସେଟା ସତ ହୋଇ ନପାରେ,
केबे भी कहार अवस्था देखि तार आभिमुख्यर अंदाज लगाओनी कहीं ना संदेहरु संपर्क बिगिड़ी जाए आउ भरोसारू संपर्क गढ़ी उठे। आपणक आखि आगरे भी जदि एमिति घटना घटी थाए ताले कमेंट बॉक्स रे लिखिबे। वीडियो भल लागिथिले लाइक शेयर करने सहित चैनल को सब्सक्राइब करदेवे। बेल आइकन को ऑन करने सहित आम फेसबुक पेज सीक्रेट स्टोरी को भी फॉलो करदेवे। गत वीडियो को लाइक शेयर करी आमको उत्साहित करिथिबा व्यक्ति माने हेले कंबुपाणी प्रधान पଳାଶଗୋରା, तनिषा तनया भुवनेश्वर, अंजलि मानसी स्वाई, प्रशांत स्वाई जगतसिंहपुर, पूजांजलि अपर्ति महाराणा। सीक्रेट स्टोरीज रो सबु दर्शकों को अनेक अनेक धन्यवाद।